ବହି ବି ପଢ଼ିଛି ଓ ତାଙ୍କର କୃତିତ୍ୱ ସମ୍ପର୍କରେ ଜାଣିବାକୁ ସେଥିରୁ ପାଇଛି। ଆଜି ଯେଉଁ ବହିର ଉନ୍ମୋଚନ କରାଗଲା ସାରଳା ସାହିତ୍ୟ ବିବିଧ ପ୍ରସଙ୍ଗ, ସାରଳା ସାହିତ୍ୟ ଯେଉଁ ଆମେ କହୁଛେ ଯେ ଏଇଭଳି ଏକ ସଙ୍କଟଜନକ ପରିସ୍ଥିତି ଭିତରେ ଲେଖା ହେଇଥିଲା ସେ କାହାଣୀ ହେଇପାରେ, କିନ୍ତୁ ଆମେ ଜାଣିଛୁ ଯେତେବେଳେ ସେ ମହାଭାରତ ଲେଖିଲେ ସେତେବେଳେ ତାଙ୍କର ବହୁ ବିରୋଧ ବି ହେଇଛି। କାହିଁକି ନା ମହାଭାରତ ମାନେ ପୁରାଣ ଦେବଭାଷା ଲିଖିତ ହେବ, ଦେବଭାଷା ହେଉଛି ସଂସ୍କୃତ, ଏ ସାଧାରଣ ଲୋକଭାଷାରେ ହେବନି। ଯେଉଁଟାକୁ ଆମର ଡକ୍ଟର ପ୍ରତିଭା ରାୟ କହୁଥିଲେ ପୋକ ସାହିତ୍ୟ ଲୋକ ସାହିତ୍ୟ, ତେଣୁ ଏ ସଂସ୍କୃତ ଭାଷା ଯାଉନି ସେ ପୋକ ସାହିତ୍ୟ ହଉ ପଛେ ସେ ତ ହେବ ସଞ୍ଜିତ ହେଇକିରି, କିନ୍ତୁ ଏଇଟା ଇଏ ଲେଖିପାରିବେନି। ଯେଉଁଟାକି ତାଙ୍କ ଉପରେ ଶାରୀରିକ ଆକ୍ରମଣ ବି ହେଇଛି, କିନ୍ତୁ ସେ ଥିଲେ ଭିନ୍ନ ଏକ ମଣିଷ। କାହିଁକିନା ତାଙ୍କର ପ୍ରଥମ ଜୀବନ ସେ ଦିଗ୍ବିଜୟ କପିଳେନ୍ଦ୍ର ଦେବଙ୍କର ସେନାବାହିନୀରେ ଯୋଗ ଦେଇଥିଲେ ଏବଂ ସେଇଥିପାଇଁ ସେ ସବୁକୁ ଖାତିର ନ କରିକିରି ତାଙ୍କର ସେ ଲେଖି ଚାଲିଲେ। ଏବଂ ସେତେବେଳର ସମ୍ରାଟ ହେଉଛନ୍ତି କପିଳେନ୍ଦ୍ର ଦେବ ଏବଂ ସେ କେବଳ ଦିଗ୍ବିଜୟ ସମ୍ରାଟ ନୁହନ୍ତି, ସେ ସାହିତ୍ୟର ଜଣେ ବଡ଼ ପ୍ରଶଂସକ ଏବଂ ତାକୁ ପ୍ରୋତ୍ସାହିତ କରିବା ପାଇଁ ତାଙ୍କ ମନ ଭିତରେ ସବୁ ଥିଲା। ଭରି ରହିଥିଲା ଓଡ଼ିଆତ୍ୱ ଏବଂ ସେ ଯେତେବେଳେ ଚାହିଁଲେ ସମ୍ମାନିତ କରିବା ପାଇଁ ସାରଳା ଦାସଙ୍କୁ, ସେତେବେଳେ ସଂସ୍କୃତ ପଣ୍ଡିତମାନେ ରାଜସଭାରେ ତାର ପ୍ରତିରୋଧ କଲେ, କହିଲେ ସମ୍ରାଟ ଏ ସାଧାରଣ ଲୋକଭାଷାରେ ଇଏ ମହାଭାରତ ଭଳି ଗ୍ରନ୍ଥକୁ ରଚନା କରିଛନ୍ତି, ତାଙ୍କୁ ଆପଣ ସମ୍ମାନିତ କରିବେ? କପିଳେନ୍ଦ୍ର ଦେବ ତ ଆପଣ ଯାଇଛନ୍ତି ମହାଦୁର୍ଦ୍ଦାନ୍ତ ଯେ ସମଗ୍ର ଜୀବନରେ ପରାଜୟର ସ୍ୱାଦ ଯେ ଚାଖି ନାହାନ୍ତି। ଗୋପାଳ ସମ୍ଭାବତ ଲେଖିଛନ୍ତି ଗଙ୍ଗା ଧୋଇଲା ଚିକୁର ଯାହାର କୃଷ୍ଣାଚରଣ ତଳ, ସମସାନ ଆଜି ମୋଡ଼ା ଦେଶ ଆଜି ଏଇ ସେଇ ଉତ୍କଳ, ଢକଙ୍କାଳ ଛିଡ଼ୁ ଶୃଙ୍ଖଳ ଜଗଦୁତ୍ପଳ ଆଜି ଗତ ଗୌରବ ହୃତ ଗୌରବ ମୃତ ଗୌରବ ଆଜି। ଏଇଟା ଆଜି ବି କପିଳେନ୍ଦ୍ର କହିଲେ ଆପଣ ସଂସ୍କୃତରେ ଏତେ ଲେଖିଛନ୍ତି, ସବୁ କାବ୍ୟ କବିତା ସବୁ ଲେଖିଛନ୍ତି, ରାଜସଭାରେ ପାଠ କରିଛନ୍ତି, କିନ୍ତୁ ସାଧାରଣ ଲୋକ କିଏ କରିଛି? କିନ୍ତୁ ସାରଳା ଦାସ ଯେଉଁ ମହାଭାରତ ଲେଖିଛନ୍ତି ଆଜି ସେ ଘରେ ଘରେ ଲୋକେ ତାକୁ ପଢ଼ୁଛନ୍ତି ଏବଂ ମହାଭାରତ ସମ୍ପର୍କରେ ଜାଣୁଛନ୍ତି। ତେଣୁ ସିଏ ବଡ଼ ନା ଆପଣ ବଡ଼? ଆଉ ଦିଗ୍ବିଜୟ କପିଳେନ୍ଦ୍ର କିଏ କହିବ? ସିଏ ତ ମହାନ ଦୁର୍ଦ୍ଦାନ୍ତ ସମ୍ରାଟ, ହଁ ସେ ତାଙ୍କୁ ହେଇଗଲା। ତେଣୁ ଆଜି ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ଯେ ଆଜି କେବଳ ସାହିତ୍ୟ ନୁହଁ, ଓଡ଼ିଶା ଯେଉଁ ଗତି ହେଇଛି 5 ବର୍ଷ ଧରିକିରି ତ ଥିଲି ମୁଁ ବାହାରେ, ମୁଁ ଦେଖୁଥିଲି ଯେ ଗୋଟେ ଚିଲ ଉଡ଼ୁଛି ସବୁବେଳେ। ପଚାରିଲି ଚିଲ କ'ଣ ଉଡ଼ୁଛି ଓଡ଼ିଶା ଆକାଶରେ?
ना ना आज्ञा सेटा चिल नुह से हेलिकप्टर गोटे हेलिकप्टरटा ये हेलिकप्टर किए ना से जन महापुरुष आम ओडिया जाति